ପାଠ ପଢ଼ିଲା ଅବସ୍ଥାରେ କମ୍ ମାର୍କଟି ସେ ରଖିଲା 184 ମାର୍କ ରଖିବା। ମୁଁ ତାକୁ ରାଗରେ କଲି, ବାପା ଏତେ 84 ମାର୍କ ରଖିପାଇଲୁ, ମୁଁ ଏତେ ପାଠ ଛଡ଼େଇକି ଛି ତମ ଜୀବନ। ମାତ୍ର ମାରିନି ଜାବୁଡ଼ାଟି ସାର୍ ନା। 4-5 ଦିନ ପରେ 8 ତାରିଖରେ 11:30ଟାରେ ମାଛିପଡ଼ା ବଜାରକୁ ଚଢ଼ିଲା। ଆମର ଜଣେ ଶରଣକୂଳର ଶିକରପୁର ତା ଘର, ସିଏ ବରମୁଣ୍ଡାରେ ତାକୁ ନେଇକି ଆସିଲା। ଆମର ଯେଉଁ ପେଟ୍ରୋଲ ଟାଙ୍କି ବମିକି ଯାଇଥିଲା ଆମର ଗଭର୍ଣ୍ଣର ହାଉସ୍, ତାକୁ ସେଇଠି ସେ ରଖିଲା। 6-9 ଗଲେ ଖାଇବା ପାଇଁ ବଣଦୁର୍ଗା, ଖାଇକି ଆସିଲା ପରେ କହିଲେ ଯେ ପୁଅ ତୁ କୌଣସି କାହା ନମ୍ବର ତୁ ରଖିଛୁ ନା? ମୋ ନାଁ ହେଉଛି ବ୍ରଜନ୍ତୁ ନାୟକ, ବାପାଙ୍କ ନମ୍ବର ହୋଇଛି ବଡ଼ ଭାଇ ନମ୍ବର ମାଧବ ନାୟକ। ସିଏଠୁ ତାକୁ ଏ କାଢ଼ିକି ନମ୍ବରଟି ଫୋନ୍ଟି ତାକୁ ଦେଲା, କହିଲା ନିଏ ଲଗା। ସେ ଲଗେଇକି ସେ ବାବୁଙ୍କୁ ଦେଇଦେଲା। ଯେତେବେଳେ ସେ ବାବୁଙ୍କୁ ସେ ଦେଇଦେଲା, ସେ ନିଜେ ହିଁ କଥାବାର୍ତ୍ତା କଲେ ମାମୁଁ ସହିତ, ମାଇଁ ସହିତ, ବଡ଼ ଭାଇ ସହିତ। ସିଏ ନିଜେ କଲେ, ପୁଅ ଧଇଲାନି, କହିଲା ତମ ପୁଅ ନାଁ ସିଲୁ ନାୟକ, ବାପା ନାଁ ହେଉଛି ବ୍ରଜନ୍ତୁ ନାୟକ, ଟୋକାଟି ପଳେଇ ଆସିଛି ମାଛିପଡ଼ାଠୁ, ମୁଁ ତାକୁ ବରମୁଣ୍ଡାରୁ ନେଇକି ଆସିଛି ମୋ ବସାକୁ, ଆପଣ ଆସିକି ପହଞ୍ଚୁ। ସିଆଡ଼େ ଖୋଜୁଛୁ ନୟାଗଡ଼ ଦେବ। ମୋ ଶଳା ଭାଉଜ ଫୋନ୍ କଲା, ଶଳା ବଡ଼ ପୁଅ ବାପା ପଳେଇ ଆସନ୍ତୁ, କୁଆଡ଼େ ଆଉ ଖୋଜନି, ବଡ଼ ପୁଅ ପଳେଇଛି, ସାନ ପୁଅ ପଳେଇଛି ବର୍ତ୍ତମାନ ଏଠିକି ଭୁବନେଶ୍ୱର ଜଣେ ଶିକରପୁର ଲୋକ ସହିତ। ମୁଁ ଆସିଲା ତା ଖୋଜ ପତ୍ର ପାଇଲି। ସେ କହିଲା ତମ ପୁଅ ଏଇଠୁ 5ଟା ବେଳେ ଦୌଡ଼ିକି ଇଆଡ଼େ ଶିରିପୁର ଗଲା, କି ଗଭର୍ଣ୍ଣର ହାଉସ୍ ଗଲା, କି 6 ବଣଦୁର୍ଗା। ସେ ବିଷୟ ମୁଁ ଆଉ କିଛି କହିପାରିବି ନାହିଁ। ମୁଁ ଖାଉଥିବ ସେ କଥା ମୁଁ ସାର୍ କହିପାରିବିନି। ମ୍ୟାଗି ଖାଉଛି କି କୋଉଠି ଚାଟି ଖାଉଛି, ମୁଁ ଏ ବିଷୟ ସାର୍ କହିପାରିବିନି ନା। କି କେଉଁ ହୋଟେଲରେ କାମ କରୁଛି, ମୁଁ ସେ କଥା ବି କହିପାରିବିନି। ତେଣୁ ଏତିକି ଅନୁରୋଧ, ଯେକୌଣସି ଘରେ ଥେବେ, ସେ ମୋ ପୁଅ ନ ତମ ପୁଅ, ଏ ହେଉଛି ଜଗନ୍ନାଥ ଆଜ୍ଞା ପୁରୀ ସହର ଅଛି, ସେ ବ୍ୟକ୍ତି ଆଣିକି ଥାନା ବା କୌଣସି ମାଧ୍ୟମରେ ଯଦି ଆଣିକି ଛାଡ଼ନ୍ତେ, ଆଜ୍ଞା ମୋ ସଂସାର ଯାଉଛି, ନହେଲେ ବି ଆମ ସଂସାର ପଳେଇବ। ଆମେ ମଧ୍ୟ ବଞ୍ଚିବାର ବି ଆସ୍ଥା ନାହିଁ। ଯେକୌଣସି ବାବୁ ମାନେ ରଖନ୍ତି କୌଣସି ଘରେ କୌଣସି ହୋଟେଲ, ଆମର ସେଇଥିବ ଥାନା ମାଧ୍ୟମରେ ଟିକେ ଦେଇଦେଲେ ମୁଁ ବି ଉପକୃତ ହୁଅନ୍ତି। ପୁଅ 8 ତାରିଖ ଦିନ ଘରୁ 9ଟା ବେଳୁ ବାହାରିଲା, ଘରୁ ଖାଇବା ପିଇବା କଲା, ପ୍ୟାଣ୍ଟ ସାର୍ଟ ପିନ୍ଧିଲା, ସାଇକେଲଟେ ଧରିଲା, କହିଲା ବୋଉ ମୁଁ ସ୍କୁଲକୁ ଯାଉଛି ସାର୍ଟିଫିକେଟ୍ ଆଣିବି। ମୁଁ କହିଲି ହଉ ଯା ସାର୍ଟିଫିକେଟ୍ ଆଣିବୁ। ସାର୍ ଯେମିତି 11:30 ହେଇଗଲା ଆଉ ଘରକୁ ଗଲାନି। ଚାହୁଁ ଏମିତି 12ଟା ହେଇଗଲା, 1 ହେଲା। ତାପରେ ତା ବାପା ସନକୁଳ ଯାଇଥିଲେ, ମୁଁ ଫୋନ୍ କହିଲି ପୁଅ କ'ଣ ପାଇଁ ଘରକୁ ଏତେ ଯାଇ ଆସିନି। ତାପରେ ବଡ଼ ପୁଅ ଯାଇକି ତା ଅଜା ଘରେ ଥିଲା, ତାକୁ ଫୋନ୍ କଲି ପୁଅ କ'ଣ ପାଇଁ ଏତେ ଯାଇ ଆସିନି। ସେ କହିଲେ ଟିକେ ଖୋଜାଖୋଜି କରେ, କେଉଁଠି ଥିବ କି ଖେଳିବାକୁ ତ ଅଧିକ ଯାଉଛି, ସେ ଦେଖ ସେ ଖେଳି ଯାଇଥିବ ହେରି। ମୁଁ କହିଲି ନାଇଁ, ଖରାରେ କ'ଣ ପାଇଁ ଖେଳିଯିବ। ତାପରେ ଆମେ ଗାଁ ଗଣ୍ଡା ଚାରିଆଡ଼େ ଖୋଜାଖୋଜି କଲୁ। ଖୋଜାଖୋଜି କରିବା, ତା ବାବା ଆସିକି ଖୋଜାଖୋଜି ସବୁଆଡ଼େ କଲେ। ତାପରେ ସେ ଫୋନ୍ କଲା ଭୁବନେଶ୍ୱରରୁ, ସେ ଭୁବନେଶ୍ୱର ଆସିଛି ହେରି। ଭୁବନେଶ୍ୱର ଆସିଛି ବୋଲି ସେ ଫୋନ୍ କଲେ, ସେଇଠୁ ଲୋକ ଭୁବନେଶ୍ୱରରୁ। ତାପରେ ତା ବାବା କହିଲେ ହଉ ତାହେଲେ ତୁମକୁ ବହୁତ କହୁଛୁ, ମୁଣ୍ଡା ଜ୍ୱର ମାରୁଛି, ତୁମେ ଛୁଆକୁ ରଖିଥାଅ, ଆମେ ଯାଉଛୁ। ସେ ଯେମିତି ଆସିଛନ୍ତି ରିଟାମାଟି ଆଣିକି, ସେ ଆସିବା ପରେ ସେ ଫୋନ୍ କଲା ଯେ ଏଇଠି ତୁମ ପୁଅ ନାହିଁ, ତୁମେ ଆସନି, ଫେରିକି ଯାଅ ହେରି। କହିଲେ କ'ଣ ଏଇଲୁ କହିଲେ ଆସ, ତୁମେ ପୁଅକୁ ନେବ, ତୁମେ କହୁଛ ନା ମୁଁ ପାଣି ଦେଉଥିଲି ଗଛରେ, ସେ ପଳେଇଛି। ତାପରେ ସେ କହିଲେ ହଉ ତାହେଲେ ଆସ, ଯଦି କହୁଛ ଆସ ଆଉ। ସେ ଯେମିତି ଆସନ୍ତି ସେ ସୁଇଚ୍ ଅଫ୍ କରିକି ରଖିଦେଲେ। ତାପରେ ସକାଳ ପାଇଲା ଯାକେ, ସନ୍ଧ୍ୟା 7ଟାରେ ସକାଳ ପାଇଲା ଯାକେ ଆଉ ଫୋନ୍ ଉଠେଇଲେନି, ସୁଇଚ୍ ଅଫ୍ କରିଦେଲେ। ତାପରେ ସେ ରହିଲେ ସେଇଠି, ରହିକି FIR ଦେଲେ କ୍ୟାପିଟାଲ ଥାନାରେ। ମୁଁ ଯାଇକି ନୟାଗଡ଼ରେ ଥାନାରେ FIR ଦେଲି। ଏମିତି ହେଇକି ତା ଦିନ ସେ ଲୋକଟାକୁ ଧରା ପଡ଼ିଲା ନୟାଗଡ଼ରେ। ସେ ତା ଗାଁକୁ ରାତି ବଳିଥିଲା, କହୁଥିଲା ମୁଁ ଯାଉଛି ଲୋନ୍ ଉଠେଇ ଯାଇଛି ବୋଲି କହିଲା। କ'ଣ ସେ ଯାଇଥିଲା କେଉଁଠି ପାଇଁ ବୋଲି ଆମେ ଜାଣିପାରୁନୁ କିଛି। ସେ କହିଲା ମୁଁ ଯାଇଥିଲି ଲୋନ୍ ଉଠେଇ, ତାକୁ ନୟାଗଡ଼ SI ତାକୁ ଇଟାମାଟିଠୁ ଧରିକି ନେଲେ ଥାନା। ସେଠି ଥାନାରେ କହିଲା ଯେ ସେ ଶୋଇଥିଲା, ମୁଁ ପାଣି ଦେଉଥିଲି ଗଛରେ, ସେ ଚାଲି ଯାଇଛି କୁଆଡ଼େ ଆଉ। ତାପରେ ଆମେ ସେଇଟା ଟିକେ ଆପତ୍ତି କରୁଛୁ ଯେ କ୍ୟାପିଟାଲ ଥାନାକୁ କହିଛୁ। ସେଇଠୁ କ୍ୟାମେରା ଟିକେ ଅନ୍ କଲେ ସେ କୁଆଡ଼କୁ ଯାଇଛି ଆମେ ଟିକେ ଦେଖିବା ପାଇଁକି ଖାଲି ଚାହୁଁ। ବାପା କହିଲେ କମ୍ ମାର୍କ ରଖିଥିଲା ବୋଲି କହିଲେ ଆଉ ପାଠ ପଢ଼ିବୁନୁ, ତୁ କାମ କରିବୁ, କହିବା ଲାଗି ପଳେଇ ଆସିଛି ଆଉ। ମନେ ପଡ଼ୁଛି, ଅଧିକରୁ ଅଧିକ ଜାଣିଥିବେ ଆପଣ, ତ ଜାଣିଥିବେ, ବାପା ହେଇଥିବେ, ଯାହାପରେ ମା ତ ଜାଣିଥିବ କେତେ ଦୁଃଖରେ କେତେ କଷ୍ଟରେ, ଯେତେ ଇଏ ହେଲେ ସୁଦ୍ଧା ମା ପରା। ସାର୍ 8ମରେ ପଢ଼ୁଛି।